ଭତ୍ତା ବଣ୍ଟନରେ ଅନିୟମିତତା ଗ୍ରାମବାସୀ କରିଛନ୍ତି ଅସନ୍ତୋଷ। ସରକାର ଅସହାୟ ବ୍ୟକ୍ତି ଓ ବୃଦ୍ଧ ବୃଦ୍ଧାଙ୍କୁ ସରକାରୀ ସହାୟତା ପାଇଁ ପେନସନ ପ୍ରଦାନ କରୁଛନ୍ତି। 80 ବର୍ଷରୁ ଅଧିକ ଏବଂ 80% ଅଧିକ ଭିନ୍ନକ୍ଷମଙ୍କ ପାଇଁ 3,500 ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରୁଛନ୍ତି। ମାତ୍ର କିଛି ଅସାଧୁ ଆଉ ସରକାରୀ ଅଧିକାରୀ ଏହାର ଫାଇଦା ଉଠାଇ ହାତଗୁଞ୍ଜା ନେଇ ଅଯୋଗ୍ୟ ବ୍ୟକ୍ତିଙ୍କୁ ଯୋଗ୍ୟ ଦର୍ଶାଇ ଏହି ଯୋଜନାରେ ସାମିଲ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହିଭଳି ଏକ ଅଭିଯୋଗ ଆମ ବାଲେଶ୍ୱର ଜିଲ୍ଲାର ସଦର ବ୍ଲକ ରୁପ୍ସା ସାମିଲ ହାସନପୁର ପଞ୍ଚାୟତର ରୁପ୍ସା ଗ୍ରାମର ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ଭୋଟ ପରିଚୟ ପତ୍ର ବହୁ କମ୍ ବୟସ ହୋଇଥିଲେ ମଧ୍ୟ ପଞ୍ଚାୟତର କିଛି ଦଲାଲଙ୍କ ସହାୟତାରେ ଭୁଲ ପ୍ରମାଣପତ୍ର ଦେଇ ଏହି ଯୋଜନାରେ ସାମିଲ ହୋଇଛନ୍ତି, ଯାହାଫଳରେ ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବାଦ ପଡ଼ିଛନ୍ତି। ପଞ୍ଚାୟତର ଅନେକ ବୃଦ୍ଧ ବୃଦ୍ଧା ଓ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ରହିଥିଲେ ମଧ୍ୟ ତାଙ୍କଠାରୁ ବହୁ କମ୍ ବୟସର ଲୋକ ଏବଂ କମ୍ ଭିନ୍ନକ୍ଷମ ହୋଇଥିବା ବ୍ୟକ୍ତି ଏବେ ଭତ୍ତା ପାଉଛନ୍ତି। ପଞ୍ଚାୟତର ଅନେକ ଲୋକଙ୍କ ବୟସ 2024 ଭୋଟର ଲିଷ୍ଟରେ 58ରୁ 61 ବର୍ଷ ହୋଇଥିବା ବେଳେ 2025 ମସିହା ମେ ମାସ ବେଳକୁ 80 ବର୍ଷରୁ ଅଧିକ ହୋଇଥିବା ଭୁଲ ପ୍ରମାଣପତ୍ର ଦେଇ ସରକାରଙ୍କ ବର୍ଦ୍ଧିତ ଭତ୍ତା 3,500 ଟଙ୍କା ଲେଖାଏଁ ନେଉଥିବା ଅଭିଯୋଗ ହୋଇଛି। ତେବେ ଏହି ପଞ୍ଚାୟତରେ ପାର୍ବତୀ ମିଶ୍ର, ଉର୍ମିଳା ପରିଡ଼ା, କ୍ଷୀରମଣି ବେହେରା, ବିଜୟ କୁମାର ସାହୁଙ୍କ ଭଳି ଅନେକ ଲୋକ 85ରୁ 90% ଶାରୀରିକ ଭିନ୍ନକ୍ଷମ ଆଉ ମାଣିକ ବେହେରା, ମନ୍ଦୋଦରୀ ସାହୁ ପରି ଅନେକ ବୟସ୍କ ବ୍ୟକ୍ତି 80 ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ତାଲିକାରେ ତାଙ୍କ ନାଁ ନଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ସଦର ବିଡିଓ ଶ୍ରୀ ଜେନାଙ୍କୁ ପଚାରିବାରୁ ଇପିଆଇସି ରୋଲ୍ ଅନୁଯାୟୀ ବୟସ ପ୍ରମାଣପତ୍ର ବୟସ ଆଧାରରେ ଭତ୍ତା ଅନୁମୋଦନ ହୋଇଥିବା ସେ କହିଛନ୍ତି। ତେବେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ପଞ୍ଚାୟତ ବାସିନ୍ଦା। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।